କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ପାର୍ଟ 2 ଭିଡିଓରେ ଆମେ କଣ କରିବା ନା ଭାରତ ଛାଡ ଆନ୍ଦୋଳନର ଓଡ଼ିଶାରେ ଭୂମିକା କଣ ରହିଥିଲା, ଇମ୍ପାକ୍ଟ କଣ ରହିଥିଲା, ଓଡ଼ିଶା କେଉଁ ଭଳି ଭାବରେ ଅଂଶଗ୍ରହଣ କରିଥିଲା ସେ ବିଷୟରେ ଜାଣିବା। ତ ଆରମ୍ଭ କରିବା। ଭାରତ ଛାଡ ଆନ୍ଦୋଳନରେ ଓଡ଼ିଶାର ଭୂମିକା। ଯେତେବେଳେ ଭାରତ ଛାଡ ଆନ୍ଦୋଳନ ବହ୍ନି ସମଗ୍ର ଦେଶରେ ପ୍ରଜ୍ୱଳିତ କରିଥିଲା, ମାନେ ଅଗ୍ନି ଲାଗିଥିଲା ସବୁଆଡେ ଲୋକମାନେ ସେ ଆନ୍ଦୋଳନରେ ହିଁ ଅଂଶଗ୍ରହଣ କରିଥିଲେ, ସେତେବେଳେ ଏହି ମହାସ୍ରୋତରୁ ଓଡ଼ିଶା ମଧ୍ୟ ବାଦ ପଡିନଥିଲା। ଏହି ଆନ୍ଦୋଳନରେ ଓଡ଼ିଶା ପ୍ରଦେଶ ଓ ଗଡଜାତର ଅସଂଖ୍ୟ ନରନାରୀ ଭାଗ ନେଇଥିଲେ। ଏହି ସମୟରେ ଓଡ଼ିଶାବାସୀଙ୍କ ଦେଶପ୍ରେମ ଆତ୍ମବଳି ଇତିହାସରେ ଲିପିବଦ୍ଧ। ଭାରତ ଛାଡ ପ୍ରସ୍ତାବ ଗ୍ରହଣ ହେବା ପରେ ଭାରତର ବିଭିନ୍ନ ଅଞ୍ଚଳରୁ ମୁମ୍ବାଇ ଠାରେ ସମବେତ ହୋଇଥିବା କଂଗ୍ରେସ ନେତାମାନଙ୍କୁ ଗିରଫ କରାଯାଇ ଅହମ୍ମଦନଗର ଜେଲରେ ରଖାଗଲା। ଯେତେବେଳେ ଭାରତ ଛାଡ ପ୍ରସ୍ତାବ ଗ୍ରହଣ ହେଲା, ସେତେବେଳର କଥା। ମୁମ୍ବାଇ ଠାରେ ସମବେତ ହୋଇଥିବା କଂଗ୍ରେସ ନେତାମାନଙ୍କୁ ଗିରଫ କରାଯାଇ ଅହମ୍ମଦନଗର ଜେଲରେ ରଖାଗଲା। 2 ଦିନ ମଧ୍ୟରେ ପୋଲିସ ଓଡ଼ିଶାର ସବୁ କଂଗ୍ରେସ କାର୍ଯ୍ୟାଳୟ ଗୁଡିକୁ ଦଖଲ କରିନେଲେ ଓ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କଲେ। ସେତେବେଳେ କଣ ହେଲା, ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀ ଅଗଷ୍ଟ 11 ତାରିଖରେ ମୁମ୍ବାଇ କଂଗ୍ରେସ ଅଧିବେଶନରେ ଯୋଗ ଦେଇ ଓଡ଼ିଶା ଫେରିଥିଲେ। ହେଲା, ସେମାନଙ୍କ ଆଗମନ ଓଡ଼ିଶାରେ ଭାରତ ଛାଡ ଆନ୍ଦୋଳନକୁ ତୀବ୍ରତର କରିଥିଲା। ହେଲା, ତେଣୁ ଯେତେବେଳେ ସେମାନେ ଫେରିଲେ, ତାଙ୍କ ପାଖରୁ କଥାଟା ଆସିଲା, ଲୋକମାନେ ଜାଣିଲେ, ତ ସେତେବେଳେ ଓଡ଼ିଶାରେ ଭାରତ ଛାଡ ଆନ୍ଦୋଳନ ବ୍ୟାପକ ମାତ୍ରାରେ ବଢିଥିଲା। ଆନ୍ଦୋଳନ ଆରମ୍ଭ ହେବା ସମୟରେ ନେତୃବର୍ଗଙ୍କ ଗିରଫ ଯୋଗୁଁ ଆନ୍ଦୋଳନ ଦବି ନ ଯାଇ ଗ୍ରାମାଞ୍ଚଳରେ ତେଜି ଉଠିଲା। ଯୋଉମାନେ ନେତୃତ୍ୱ ନେଇଥିଲେ ସେମାନଙ୍କୁ ଗିରଫ କରିବା ସତ୍ତ୍ୱେ ମଧ୍ୟ ଆନ୍ଦୋଳନ ଥମି ନଥିଲା, ବରଂ ଆନ୍ଦୋଳନ ବ୍ୟାପିଥିଲା। ଅହିଂସା ନୀତିରେ ସେମାନେ ବିପ୍ଳବ କଲେ ମଧ୍ୟ ଅନେକ ସ୍ଥାନରେ ପ୍ରତିହିଂସାର ତାଣ୍ଡବ ନୀଳା ସୃଷ୍ଟି ହେଲା। ମାନେ ଥିଲା ଭାରତ ଛାଡ ଆନ୍ଦୋଳନରେ କି ଆମେ ଅହିଂସା ନୀତିରେ କରିବା, ଅହିଂସା ନୀତିରେ ଯାଇକି ମଧ୍ୟ ଛୋଟ ମୋଟ ହିଂସା ଦେଖା ଦେଇଥିଲା। ତେଣୁ କାର୍ଯ୍ୟକ୍ରମ ତାପରେ କଣ ଆସିଲା, ଭାରତ ଛାଡ ଆନ୍ଦୋଳନ ସମୟରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ହାତ ଲେଖା ପ୍ରଚାର ପତ୍ର ସାଧାରଣରେ ବଣ୍ଟନ କରାଯାଇଥିଲା। ଏହି ପ୍ରଚାର ପତ୍ର ଆନ୍ଦୋଳନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲା। ସେହି କାର୍ଯ୍ୟକ୍ରମ ଗୁଡିକ ଥିଲା: ଖଜଣା ବନ୍ଦ କରିବା, ସରକାରୀ ଗୋଦାମ ଲୁଣ୍ଠନ କରିବା, ଜଙ୍ଗଲ ଆଇନ ଭଙ୍ଗ କରିବା, ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା ଓ ପଞ୍ଚାୟତ ଗଠନ କରିବା, ସରକାରୀ ଆଇନ ଅମାନ୍ୟ କରିବା ଓ ସରକାରୀ କର୍ମଚାରୀଙ୍କୁ ଖାଦ୍ୟ ଦ୍ରବ୍ୟ ଯୋଗାଇବା ବନ୍ଦ କରିବା ଏବଂ ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇବା। ଏଇ ସବୁ କାର୍ଯ୍ୟକ୍ରମ ରହିଥିଲା ଭାରତ ଛାଡ ଆନ୍ଦୋଳନରେ। ତ ତାପରେ କଣ ହେଲା, ବ୍ୟାପିଲା କେଉଁ ହିସାବରେ, ବ୍ୟାପକତା ରହିଲା। ଏହି କାର୍ଯ୍ୟକ୍ରମ ଗୁଡିକ ରୂପାୟିତ କରି ଓଡ଼ିଶାରେ ଭାରତ ଛାଡ ଆନ୍ଦୋଳନ ବ୍ୟାପକ ହୋଇଥିଲା। କଟକର ରେଭେନ୍ସା କଲେଜ ସମ୍ମୁଖରେ ଛାତ୍ରମାନେ ସଭା କରି ଭାରତ ଛାଡ ଆନ୍ଦୋଳନରେ ଭାଗ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଛାତ୍ର ନେତା ଥିଲେ ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜ ମଲ ସାହା। ବୀରେନ ମିତ୍ରଙ୍କ ନେତୃତ୍ୱରେ କେତେକ ଛାତ୍ର କଲେଜ ଅଫିସକୁ ପୋଡ଼ି ଦେଇଥିଲେ। ଛାତ୍ର ନେତାମାନେ ଜନସାଧାରଣଙ୍କୁ ସରକାରୀ ଚାକିରି ଛାଡ଼ି ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ତ୍ତାଇଥିଲେ। କଟକର ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରମାନେ ରେଭେନ୍ସା କଲେଜର ଛାତ୍ରମାନଙ୍କ ପଥ ଅନୁସରଣ କରି ଆନ୍ଦୋଳନକୁ ତୀବ୍ରତର କରିଥିଲେ। ପୋଲିସର ମୁକାବିଲା କରିବା ପାଇଁ ଗଢି ଉଠିଥିଲା ରକ୍ତ ବାହିନୀ, ଇମ୍ପୋର୍ଟାଣ୍ଟ ଜିନିଷ, ସଂଗ୍ରାମ ବାହିନୀ ଆଉ ମରଣ ବାହିନୀ। ହେଲା, କଟକ ଜିଲ୍ଲାର କାଇପଦରରେ ଏକ ଅମାନୁଷିକ ଘଟଣା ଘଟିଥିଲା। ଗୋପବନ୍ଧୁ ଚୌଧୁରୀ ରମାଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଲୋକମାନେ ଅତ୍ୟନ୍ତ ଉକ୍ତ ହୋଇ 1942 ଅଗଷ୍ଟ 17ରେ କାଇପଦର ଡାକଘରେ ନିଆଁ ଲଗାଇ ଦେଲେ। ଯେତେବେଳେ କି ଆନ୍ଦୋଳନ ଥିଲା ଅହିଂସାବାଦୀ, ସେତେବେଳେ ଏଇଟା ଗୋଟେ ଅମାନୁଷିକ ଘଟଣା ଘଟିଲା। କେବେ ନା 1942 ଅଗଷ୍ଟ 17ରେ। କଣ ପାଇଁ ହେଇଥିଲା, କଣ ପାଇଁ ନା ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କୁ ଗିରଫ କରାଯାଇଥିଲା। ଆନ୍ଦୋଳନ କ୍ରମଶଃ ତୀବ୍ରତର ହେବାରୁ ପୋଲିସ ଡେପୁଟି
ସୁପ୍ରିଟେଣ୍ଡେଣ୍ଟ ସେଠାରେ ପହଞ୍ଚିଲେ ଓ ଲୋକଙ୍କ ଉପରେ ଗୁଳି ଚାଳନା କଲେ। ଫଳରେ କଣ ହେଲା ନା ତିନି ଜଣ ମୃତ୍ୟୁବରଣ କଲେ ଆଉ 7 ଜଣ ଆହତ ହେଲେ। କାଇପଦରୁ ସତ୍ୟାଗ୍ରହୀ ମାନଙ୍କୁ ଗିରଫ କରି ଯାଜପୁର ନିଆଗଲା। ସେଠାରେ ସଭା ସମିତି ଉପରେ ନିଷେଧାଜ୍ଞା ଜାରି କରାଗଲା। ତା ମାନେ ସେଇ ଜାଗାରେ ସଭା ସମିତି ହେଇପାରିବ ନାହିଁ। କିନ୍ତୁ ସରକାରୀ ଆଦେଶ ଅବମାନନା କରି ପ୍ରାୟ 1500 ଲୋକ ଥାନା ଆଡକୁ ଅଗ୍ରସର ହେବାରୁ ପୁଲିସ ଗୁଳି ଚାଳନା ଆଉ ଲୁହା ବୁହା ଗ୍ୟାସ ପ୍ରୟୋଗ କରିଥିଲା। ସେଟା ଏଠି ସ୍ପେଲିଂ ମିଷ୍ଟେକ୍ ଅଛି, ସେଟା ହଉଛି ଲୁହ ବୁହା। ମାନେ ଆଖିରୁ ଯୋଉଟାକୁ ଆମେ ଆସୁ ଗ୍ୟାସ କୁହନ୍ତି, ତ ସେଇଟାକୁ ସେଠି ଛଡା ଯାଇଥିଲା କି ଲୋକମାନଙ୍କୁ ଦେଖାଯିବନି ଠିକ ସେ, ଆଖିରୁ ଲୁହ ବାହାରିବ। ଆଉ ତା ସହିତ ପୁଲିସ କଣ କରିଥିଲା, ଗୁଳି ଚାଳନା କରିଥିଲା। ଆନ୍ଦୋଳନ ବ୍ୟାପକତା ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପରିଲକ୍ଷିତ ହୋଇଥିଲା। ଭଦ୍ରକ ନିକଟସ୍ଥ ଭଣ୍ଡାରୀ ପୋଖରୀ ଗ୍ରାମରେ 1942 ଅଗଷ୍ଟ 17 ତାରିଖରେ 5000 ଲୋକ ଥାନା ଆକ୍ରମଣ କରି ସରକାରୀ କାଗଜପତ୍ର ନଷ୍ଟ କରିଦେଇଥିଲେ। ଗ୍ରାମବାସୀମାନେ ଗ୍ରାମକୁ ଯିବା ପାଇଁ ଥିବା ଏକମାତ୍ର ପୋଲକୁ ଭାଙ୍ଗିଥିଲେ। ଏଥିପାଇଁ 12ଟି ଗ୍ରାମକୁ 2000 ଟଙ୍କା ଜୋରିମାନା ହୋଇଥିଲା। ଏହି ଘଟଣାରେ ସତ୍ୟାଗ୍ରହୀ ଜଗନ୍ନାଥ ଦାସ ଆଉ ଦ୍ୱାରିକା ଦାସ ଗିରଫ ହୋଇଥିଲେ। ଭଣ୍ଡାରୀ ପୋଖରୀ ଘଟଣା ପରେ ଧାମନଗର ଠାରେ ଭାରତ ଛାଡ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ମୁରଲୀଧର ପଣ୍ଡା। କିଏ କରିଥିଲେ? ତାଙ୍କ ନାଁଟା ଅଣ୍ଡରଲାଇନ କରିଦବା, ମୁରଲୀଧର ପଣ୍ଡା ଧାମନଗର ଠାରେ କରିଥିଲେ। ଶ୍ରୀଜଙ୍ଗ ଗ୍ରାମରେ ସେ ଚୌକିଦାର ପୋଷାକ ପୋଡିଥିବାର ଖବର ପାଇ ପୋଲିସ ସେଠାକୁ ଯାଇଥିଲେ। ସେଠାରେ 1942 ସେପ୍ଟେମ୍ବର 21ରେ ପୁଲିସ ଗୁଳିଚାଳନା କରିବା ଫଳରେ 10ରୁ 11 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ତୁଡ଼ିଗଡିଆ ଆଉ ଖଇରାଡିହିରେ ମଧ୍ୟ ସତ୍ୟାଗ୍ରହୀମାନଙ୍କୁ ଦମନ କରିବା ପାଇଁ ପୁଲିସ ଗୁଳିଚାଳନା କରିଥିଲେ। ଏଥିରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ। ଭାରତ ଛାଡ ଆନ୍ଦୋଳନ ସମୟରେ ଏକ ଦୁଃଖଦ ଘଟଣା ହେଲା ଇରମ ଗୁଳିକାଣ୍ଡ। ବାସୁଦେବପୁରର ଇରମଠାରେ କର ନ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇ 1942 ସେପ୍ଟେମ୍ବର 28ରେ ମେଲଣ ପଡିଆରେ ଏକ ସଭାର ଆୟୋଜନ ହୋଇଥିଲା। ସେଠାରୁ ବାହାରିଯିବା ପାଇଁ ଏକମାତ୍ର ରାସ୍ତାକୁ ଅବରୋଧ କରି ଡିଏସ୍ପିଙ୍କ ନିର୍ଦ୍ଦେଶରେ ଗୁଳି ଚାଳନା କରାଯାଇଥିଲା। ଫଳରେ ପରୀ ବେୱା ନାମକ ମହିଳା ସମେତ 28 ଜଣ ଶହୀଦ ହୋଇଥିଲେ ଏବଂ 55 ଜଣ ଆହତ ହୋଇଥିଲେ। ଏହି ଘଟଣା ଜାଲିଆନାବାଗ ହତ୍ୟାକାଣ୍ଡ ସଦୃଶ ଥିଲା। ତେଣୁ ଇରମକୁ ଯଥାର୍ଥରେ ରକ୍ତତୀର୍ଥ କୁହାଯାଏ। ଏଇଟା ଗୋଟେ କ୍ୱେଶ୍ଚିନ୍ ଆସିପାରେ। ଭାରତ ଛାଡ ଆନ୍ଦୋଳନର ପ୍ରଭାବରେ ପୁରୀ ଜିଲ୍ଲାର ନିମାପଡା ଠାରେ ସେପ୍ଟେମ୍ବର 16ରେ ସତ୍ୟାଗ୍ରହୀମାନେ ସଭା କରି ସରକାରକୁ ଖଜଣା ନ ଦେବା ଲାଗି ସ୍ଥିର କଲେ। ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ। ପୋଲିସ ବାରଣ କରିବାରୁ ଲୋକମାନେ ଥାନାରେ ଅଗ୍ନି ସଂଯୋଗ କଲେ ଏବଂ ପୋଲିସର ଗୁଳିଚାଳନା ଦ୍ୱାରା ଉତ୍ସବ ମଲ୍ଲିକ ନାମକ ବ୍ୟକ୍ତି ପ୍ରାଣ ହରାଇବା ସହିତ ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ଆହତ ହେଲେ। ଯେତେବେଳେ ଭାରତୀୟମାନେ ସରକାରଙ୍କର କୌଣସି ଜିନିଷକୁ ମାନି ନାହାନ୍ତି, ସେତେବେଳେ ପୋଲିସ ମାନେ ଗୋଟେ ହିଁ କାମ କରିଛନ୍ତି, ସେମାନେ ଗୁଳି ଚାଳନା କରିଛନ୍ତି, ଲୋକଙ୍କୁ ଅତ୍ୟାଚାର କରିଛନ୍ତି ଲୋକଙ୍କ ଉପରେ, ଆଉ ସେଥିରେ ଅନେକ ଲୋକ ଜୀବନ ହରାଇଛନ୍ତି, ତା ସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ତାପରେ ଆଉ ଗୋଟେ ଘଟଣା ଘଟିଥିଲା ବୈପାରିଗୁଡା ଥାନା ଅନ୍ତର୍ଗତ ତେନ୍ତୁଳି ଗୁମା ଗ୍ରାମର। ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। କୋଉ ଗାଁ? ତେନ୍ତୁଳି ଗୁମା ଗ୍ରାମ। କିଏ ଥିଲେ? ଲକ୍ଷ୍ମଣ ନାୟକ। 1942 ଅଗଷ୍ଟ 21ରେ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁ ଲୋକଙ୍କ ସହ ମାତିଲି ଥାନା ଘେରାଉ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଜୟଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହେଉଥାଏ। ସେଠାରେ ପୁଲିସର ଗୁଳି ଚାଳନାରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ନିର୍ମମ ଲାଠି ଚାଳନାରେ ଧରାଶାୟୀ ହୋଇଥିଲେ। ଜଣେ ଜଙ୍ଗଲରକ୍ଷୀଙ୍କୁ ପିଟି ପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ପୁଲିସ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ବ୍ରହ୍ମପୁର ଜେଲ ପଠାଇଥିଲା ଏବଂ 1943 ମାର୍ଚ୍ଚ 29ରେ ତାଙ୍କୁ ସେଠାରେ
फांसी दिया जाइथिला। तो जेतेबेले ए सब आंदोलन चलीथिला सेतेबेले अनेक गुजब मध्य चलीथिला जेभଳି भाबरे यांको द्वारा एई घटना घटिला तापई पुलिस तांको गिरफ करी दउथला आ तापर सेमानकु बिना कारण रे फांसी दंड दिया जाउथला। एमिति निर्मम घटना अनेक घटिछि आंदोलन समय रे। ता मध्यरु लक्ष्मण नायक कथा अन्यतम। से 1942 आंदोलन रे फांसी पाइथिबा ओडिसार एकमात्र व्यक्ति थिले एवं से शहीद लक्ष्मण नायक रूपरे परिचित। कोरापुट रे मध्य आंदोलन प्रभाव परिलक्षित होइथिला 1942 अगस्त 24 रे। कोरापुटर बहु लोक पापाहांडी ठारे थिबा टोल ओ थाना ध्वंस करियाकु जाइथिले। फଳରେ पुलिस गुलीचालना करिथिला ଆଉ 15 जण व्यक्ति प्राण हराइथिले। ये थिला कोरापुटर कथा। तापरे जिबा संबलपुर। संबलपुर मध्य भारत छाड़ आंदोलन रे बहु मात्रा रे प्रभावित होइथिला। एहार जनसाधारण ओ छात्र माने इंग्रेज शासन को संपूर्ण रूपे अचल करी देइथिले। ओडिशा गडजात राज्य मध्यरु मुख्यतः तालचेर, ढेंकानाल, आठगड़, नयागड़ आदि स्थान आंदोलन द्वारा विशेष भाव में प्रभावित होइथिला। तालचेर पवित्र मोहन प्रधान, ढेंकानाल वैष्णव चरण पट्टनायक एही आंदोलन नेता थिले। वैष्णव चरण नेतृत्व रे 1942 अगस्त 26 रे आंदोलनकारी माने मढ़ी जोटा कि वर्तमान कामाख्या नगर रो कौन करथिले ना थाना आक्रमण करी अस्त्रागार जोटी सब थाए अस्त्र थाए सेटाको अस्त्रागार कुआजे, तहसील ऑफिस आउ जंगल विभाग ऑफिस रे निया लगाई देथिले। इंग्रेज सरकार का अत्याचार और दमन लीला ओडिशावासी को किंतु विद्रोह रु विच्युत करि पारि नथिला। जेतेबेले एते प्रकार अत्याचार करुथिले ब्रिटिशर तापरे मध्य ओडिशावासी एकजुट हेई प्रत्येक जिल्लार लोक एकजुट हेई निज निज जिल्ला को नेई आगु को बढ़ुथिले आ ता सहित आंदोलन मध्य करुथिले। आ जेते कष्ट होतला जहा किछि होतला ताकू सही जाउथिले हसी हसी, कारण तांको लागुथिला कि आम माटी दिने स्वाधीन हेई जिवो। तो सेटा ही लिखा है इंग्रेज सरकार का अत्याचार और दमन लीला ओडिशावासी को किंतु विद्रोह रु विच्युत करि पारि नथिला। इंग्रेज मानकु देशरु विताड़ित करिया पे ओडिशार एक दृढ़ संकल्पबद्ध भूमिका थिला। एक सुनली भविष्यतर परिकल्पना रे ओडिशावासी इंग्रेज सरकार का सबु प्रकार नीति को हसी हसी सही जाइथिले। भारत छाड़ आंदोलन रे प्रथम शहीद ओडिशार आदिवासी नेता लक्ष्मण नायक स्मृति एवं देश प्रेम समग्र भारत वर्षर जनता मन रे गभीर रेखापात करिथिला। जातीय महास्रोत रे सामिल होई ओडिशावासी स्वाधीनता पाए पई बहु कष्ट स्वीकार करिथिले। तो आमे ई चैप्टर रे सिखिले कि भारत छाड़ आंदोलन कौन थिला, केउ भली भाबरे हेइथिला, कौन कौन ता भितर रूल एंड रेगुलेशन थिला, कार्यक्रम कौन थिला, ता सहित जानिले केउ भली भाबरे ब्रिटिशर अत्याचार करुथिले भारतवासी बारे जो माने फ्रीडम फाइटर्स थिले, जो मानक पई आज आमे इठी भलरे अछंती सेमाने केते कष्ट पाइथिले ई जो विभिन्न प्रकार आंदोलन पाई ता आमे जानिले। तापरे जदि किछि डाउट अछि ए चैप्टर रे, किछि क्वेश्चंस अछि, को जगह रे बुझी हला नै मते कमेंट रे जणेबो, आंसर करिबा। हाँ, कमेंट रे भी जणै परिबो, ईमेल भी करि परिबो। ईमेल आईडी अछि वीडियो रो लास्ट रे, त ईमेल भी करि परिबो। आउ जदि भल लागिला ताले वीडियो को टिके लाइक कर दियो, वीडियो करने सहित शेयर करो। चैनल जो मैंने वीडियो देखुचंती एपर्यंत सब्सक्राइब करिनांती चैनल को प्लीज सब्सक्राइब करी बेल आइकन को प्रेस करी ऑल नोटिफिकेशन को ऑन रखिता। वीडियो अपलोड नोटिफिकेशन पहुंचीबो, आमे मिसी की पढ़ी परिबा, बुझी परिबा आउ जानि परिबा। ताले रहुची नेक्स्ट पार्ट रे क्वेश्चन आंसर डिस्कस करिबा। भलरे रुह, सुस्थ रे रुह, मते अनुमति दियो। बाय बाय।